أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين अल्लाह तालाଙ୍କ କୃପାରୁ ଗତକାଲିଠାରୁ ପବିତ୍ର ରମଜାନ୍ ମାସ ଆରମ୍ଭ ହେଉଅଛି। ଉପବାସର ଏହି ମାସକୁ ଐଶ୍ୱର୍ଯ୍ୟମୟ ଆଲ୍ଲାହ ଆମମାନଙ୍କୁ ବିଶେଷ ଭାବରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଓ ନିଜ ଆଧ୍ୟାତ୍ମିକ ସଂସ୍କାର କରିବା ସକାଶେ ଯୋଗାଇ ଦେଇଛନ୍ତି, ଉପଲବ୍ଧ କରାଇଛନ୍ତି। ଆଲ୍ଲାହ ତାଆଲା ଏହି ମାସରୁ ପ୍ରତ୍ୟେକ ହେମଦୀଙ୍କୁ ଅଧିକରୁ ଅଧିକ ଉପକୃତ ହେବା ନିମନ୍ତେ ଶକ୍ତି ପ୍ରଦାନ କରନ୍ତୁ। କିନ୍ତୁ ସର୍ବଦା ଏକଥା ସ୍ମରଣ ରଖିବା ଉଚିତ ଯେ ଆମେମାନେ ପ୍ରକୃତ ପକ୍ଷେ ଏହି ମାସରୁ ସେତେବେଳେ ଉପକୃତ ହୋଇପାରିବା ଯେତେବେଳେ ରମଜାନ୍ ମାସ ପରେ ମଧ୍ୟ ଈଶ୍ୱର ପ୍ରେମ ଓ ଉପାସନାର ସ୍ତରକୁ ବଜାୟ ରଖିବା, ବରଂ ତାହାକୁ ଅଧିକ ଊର୍ଦ୍ଧ୍ୱଗାମୀ କରିବାକୁ ଚେଷ୍ଟା କରିବା ଆଉ ନିଜ ଜନ୍ମ ହେବାର ଉଦ୍ଦେଶ୍ୟକୁ ସାର୍ଥକ କରିବା ଅର୍ଥାତ୍ ଚରିତାର୍ଥ କରିବା। ବିଗତ କିଛି ଖୁତବା ଜୁମ୍ମାରେ ମୁଁ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ወସଲ୍ଲମଙ୍କ ଈଶ୍ୱର ପ୍ରେମ ଓ ଉପାସନାର ପଦ୍ଧତି ତଥା ତାହାର ସ୍ତର ସମ୍ବନ୍ଧରେ ବର୍ଣ୍ଣନା କରିବା ସହିତ ବିଶ୍ୱାସକାରୀଙ୍କୁ ଏଥି ମୁତାବକ କାର୍ଯ୍ୟକାରୀ କରିବାକୁ ଉପଦେଶ ଦେଇ ଆସୁଅଛି। ପୁନଶ୍ଚ ମହାଭାଗଙ୍କ ନିଷ୍ଠାବାନ ଦାସ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ନିଜ ପ୍ରିୟ ମୁନିବଙ୍କ ଅନୁପମ ଆଦର୍ଶର ଅନୁକରଣ କରିବା ସମ୍ବନ୍ଧିତ ଘଟଣାବଳୀର ଆଲୋଚନା କରିଥିଲି। ତେବେ ଏହି କ୍ରମିକତା ଏଯାବତ୍ ଅବ୍ୟାହତ ରହିଛି। ଆଜି ମଧ୍ୟ ପବିତ୍ର ରମଜାନ୍ ମାସ ଉପଲକ୍ଷେ କିଛି କଥା ବର୍ଣ୍ଣନା କରିବି ଯାହାକି ଆମମାନଙ୍କର ମାର୍ଗଦର୍ଶନ କରିବ ବା ଆମ ମାର୍ଗଦର୍ଶନ କରିବାରେ ଉକ୍ତ ବିଷୟ ସହାୟ ହେବ। କେବଳ ଏତିକି ନୁହେଁ ଯେ ଆମେମାନେ ଏହି ଘଟଣାବଳୀକୁ ଶୁଣିନେବା ଓ ଖୁସି ହୋଇଯିବା, ବରଂ ଏହା ଆମମାନଙ୍କ ସକାଶେ ପ୍ରକୃତ ପକ୍ଷେ ବାଟ କଢ଼ାଇ ନେବା, ସତ୍ପଥ ଦେଖାଇବା ସାବ୍ୟସ୍ତ ହେବା ଉଚିତ। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କର ଘଟଣାବଳୀ ଯାହାକି ମୌଲଭୀ ମୋହମ୍ମଦ ଅବଦୁଲ୍ଲା ବଟାଲୱୀ ସାହେବଙ୍କ ବର୍ଣ୍ଣିତ ଏକ ଘଟଣା ମାଧ୍ୟମରେ ବର୍ଣ୍ଣନା କରନ୍ତି। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କର ନିଜ ପାଳନକର୍ତ୍ତାଙ୍କ ସହିତ ସମ୍ପର୍କ, ନିଷ୍ଠା, ପବିତ୍ରତା ଓ ଉପାସନା ପ୍ରତି ଉତ୍କଣ୍ଠା ଆଦି ବୈଶିଷ୍ଟ୍ୟ ଉପରେ ଆଲୋକପାତ ହୋଇଥାଏ। ତେଣୁ ମୁଁ ହୁଜୁର ଆଲୈହିସଲାମଙ୍କର ସେହି ଆଲୋଚନା, ସେହି ଘଟଣାବଳୀକୁ ଆଲୋଚନା କରିବାକୁ ଜରୁରୀ ମନେ କରୁଛି। ଅମତୁର ରେହମାନ ସାହେବା ରଜିୟତାଲା ବର୍ଣ୍ଣନା କରନ୍ତି, ଅମତୁର ରେହମାନ ସାହେବା ଯେ କି ମୋହମ୍ମଦ ଅବଦୁଲ୍ଲା ବଟାଲୱୀ ସାହେବଙ୍କ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି, ସେ 1907 ମସିହାର ଏହି ଘଟଣା ବର୍ଣ୍ଣନା କରିଛନ୍ତି। ସ୍ୱର୍ଗତ କାଜୀ ଜିଆଉଦ୍ଦିନ ସାହେବଙ୍କର ସେ ପତ୍ନୀ ଥିଲେ ଅର୍ଥାତ୍ ଅମତୁର ରେହମାନ ସାହେବା। ତେବେ ସେ ବର୍ଣ୍ଣନା କରନ୍ତି, ଏକଦା ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ଓ ହଜରତ ଅମ୍ମା ଜାନ୍ ସାହେବା ପରୀକ୍ଷା କରିବାକୁ ମନସ୍ଥ କଲେ। ଦେଖିବାକୁ ଆଖି ବନ୍ଦ କରି, ଓ ସେହି ପରୀକ୍ଷା ଏହା ଥିଲା ଯେ ଆଖି ବନ୍ଦ କରି କାଗଜରେ କିଛି ଲେଖିବା ପାଇଁ ଆମେ ଚେଷ୍ଟା କରିବା ଯେ କିଛି ଲେଖିପାରୁଛେ କି ନାହିଁ।
ସୁତରାଂ ହଜରତ ମସିହ ମଉଦ ଆଲୈହିସ୍ସଲାମ ଏକ କାଗଜ ଧରି ଏକ ଧାଡ଼ି ଲେଖିଲେ, ଯାହାର ପ୍ରତିଟି ଶବ୍ଦ ମୋର ମନେ ଅଛି। ହୁଜୁର ଆଲୈହିସ୍ସଲାମ ଆଖି ବନ୍ଦ କରି ଏହା ଉଲ୍ଲେଖ କରିଥିଲେ ଯେ ମନୁଷ୍ୟକୁ ଆବଶ୍ୟକ ଯେ ପ୍ରତି ମୁହୂର୍ତ୍ତରେ ନିଜ ସୃଷ୍ଟିକର୍ତ୍ତାଙ୍କୁ ଭୟ କରୁଥାଉ ଓ 5 ବେଳା ତାଙ୍କ ଶ୍ରୀଛାମୁରେ ଦୁଆ କରୁଥାଉ, ଉପାସନା କରୁଥାଉ। ତେବେ ଏହା ସେହି ସ୍ତର ଯାହାକୁ ପ୍ରାପ୍ତ କରିବା ପାଇଁ ପୁଣ୍ୟଶ୍ଳୋକ ସର୍ବଦା ନିଜ ଅନୁଗାମୀମାନଙ୍କୁ ଉପଦେଶ ଦେଉଥିଲେ। ଏଥିପାଇଁ ହୁଜୁର ଆଲୈହିସ୍ସଲାମ ସର୍ବଦା ଚିନ୍ତିତ ମଧ୍ୟ ରହୁଥିଲେ ଯେ ମୋର ଅନୁଗାମୀ ବରଂ ପ୍ରତ୍ୟେକ ବିଶ୍ୱାସକାରୀ ଓ ପ୍ରତ୍ୟେକ ବ୍ୟକ୍ତି ପ୍ରଶିକ୍ଷଣ ଈଶ୍ୱର ଭୟକୁ ନିଜ ଅନ୍ତରରେ ଉଜ୍ଜୀବିତ ରଖୁ ଏବଂ ସେ ସର୍ବଦା ସେହି ମହାପରମେଶ୍ୱରଙ୍କର ଉପାସନା କରିବାକୁ ମନୋଯୋଗ କରୁ। ସେ ଯାହା ହେଉ କାଗଜ ଉପରେ ହଜରତ ଅମ୍ମା ଜାନ୍ ମଧ୍ୟ ଲେଖନୀ ସାହାଯ୍ୟରେ ଲେଖିଥିଲେ। ଅତଏବ ସେହି ଲେଖନୀକୁ ମୁଁ ବର୍ଣ୍ଣନା କରିଦେଉଛି, ଯାହା ସାଧାରଣ ପ୍ରସଙ୍ଗ ଅଟେ। ହଜରତ ଅମ୍ମା ଜାନ୍ ରଜିୟଲ୍ଲାହୁ ଅତ୍ୟନ୍ତ ସରଳ ଶବ୍ଦରେ ଲେଖିଥିଲେ, ମହମୁଦ ମୋର ପ୍ରିୟ ପୁତ୍ର, କେହି ଯେପରି ତାଙ୍କୁ କିଛି ନ କହୁ। ପୁନଶ୍ଚ ଆଉ ଏକ ପଂକ୍ତି ପିଲାମାନଙ୍କ ସଂକ୍ରାନ୍ତରେ ଏହା ଥିଲା ଯେ ମୁବାରକ ଅହମଦ ବିସ୍କୁଟ ମାଗୁଛି। ତେବେ ସେ ଯାହା ହେଉ ଏହି ଦୁଇଟି ଲେଖନୀ ହଜରତ ଅମ୍ମା ଜାନ୍ ରଜିୟଲ୍ଲାହୁ ଲେଖିଥିଲେ। ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ଅକ୍ଷର ଓ ଲେଖା ସୁନ୍ଦର ନଥିଲା, କିନ୍ତୁ ତହିଁରେ ଦୃଢ଼ତା ଓ ପରିପକ୍ୱତା ଥିଲା, ଅର୍ଥାତ୍ ତାଙ୍କ ଭାଷା ଶୈଳୀ ଅତି ଉତ୍ତମ ଥିଲା। ହଜରତ ମସିହ ମଉଦ ଆଲୈହିସ୍ସଲାମ ଆଖି ବନ୍ଦ କରି ଲେଖିଥିଲେ। ତାହା ଏପରି ଲାଗୁଥିଲା ଯେପରି ଘୋଷାରି ହୋଇ ଆପଣ ଆଲୈହିସ୍ସଲାମ ଲେଖିଛନ୍ତି, କିନ୍ତୁ ସେ ଯାହା ହେଉ ତହିଁରେ ଅର୍ଥାତ୍ ଆଖି ବନ୍ଦ କରିବା ସତ୍ତ୍ୱେ ଆପଣ ଏପରି ଉକ୍ତି ଲେଖିଥିଲେ, ଯାହାକି ଯେଉଁ ଧାଡ଼ିଟି ସଳଖ ଥିଲା, କିନ୍ତୁ ହଜରତ ଉମ୍ମୁଲ ମୁମିନିନ୍ ରଜିୟଲ୍ଲାହୁଙ୍କର ଅକ୍ଷରରେ ତାଙ୍କ ଲେଖନୀ ଓ ଧାଡ଼ି ଖୁବ୍ ସରସ ସୁନ୍ଦର ଥିଲା, ସଳଖ ନଥିଲା। ସେ ଯାହା ହେଉ କାଗଜ ଉପରେ ଏହା ଲେଖାଯାଇଥିଲା, ସେହି କଥାକୁ ପାଠ କରି ମୁଁ ଆନନ୍ଦିତ ହୋଇଥାଏ ଓ ବାସ୍ତବରେ ଏହି କଥାଟି କି ବହୁତ ମଜାଳିଆ ଆକାରରେ, ହାସ୍ୟାତ୍ମକ ଆକାରରେ ବର୍ଣ୍ଣନା ମଧ୍ୟ କରାଯାଇଥାଏ ଓ ଆମମାନଙ୍କ ପାଇଁ ତାହା ଉପଦେଶମୂଳକ କଥନ। ହଜରତ ଉମ୍ମୁଲ ମୁମିନିନ୍ ରଜିୟଲ୍ଲାହୁଙ୍କ ଧାଡ଼ି ଏପରି ଥିଲା, ଯାହା ପରିବେଶ ଅନୁଯାୟୀ ଓ ମସ୍ତିଷ୍କରେ ଉପସ୍ଥିତ ତାଙ୍କ ମନରେ ଉଙ୍କି ମାରୁଥିବା ବିଷୟକୁ ଉନ୍ମୋଚିତ କରୁଥିଲା ଓ ଆପଣଙ୍କ ଅନ୍ତରର ତାହା ପରିପ୍ରକାଶ ଥିଲା। ବେଦନା ଥିଲା, ଈଶ୍ୱରଙ୍କ ପ୍ରତି ଆପଣଙ୍କର ଉପାସନା ଓ ଆଗ୍ରହ ଓ ରୁଚିର ପରିପ୍ରକାଶ ଥିଲା। ଏହିପରି ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟଲ୍ଲାହୁ ଆଉ ଏକ ଘଟଣା ଚର୍ଚ୍ଚା କରିଛନ୍ତି ଯେ ମିଆଁ ଅବଦୁଲ୍ଲା ସାହେବ ସନୱରୀ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହଜରତ ମସିହ ମଉଦ ଆଲୈହିସ୍ସଲାମ 1884 ମସିହାରେ ସ୍ଥିର କଲେ ଯେ କାଦିଆନ ବାହାରେ ଯାଇ ଚିଲ୍ଲା ଅର୍ଥାତ୍ ଗୋଟିଏ ସ୍ଥାନରେ ଏକାଗ୍ର ଚିତ୍ତରେ ତପ କରିବେ ଓ ଭାରତବର୍ଷର ଭ୍ରମଣ ମଧ୍ୟ କରିବେ। ପ୍ରଥମେ ତ ହୁଜୁର ଆଲୈହିସ୍ସଲାମ ଜିଲ୍ଲା ଗୁରଦାସପୁର ସ୍ଥିତ ସୁଜାନପୁର ଯାଇ ଏକ ନିଛାଟିଆ ସ୍ଥାନରେ ଚିଲ୍ଲା କରିବାକୁ, ତପ କରିବାକୁ ସ୍ଥିର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଐଶୀବାଣୀ ହେଲା ଯେ ତୁମ ଉଦ୍ଦେଶ୍ୟ ହୋସିଆରପୁରରେ ହିଁ ପୂରଣ ହେବ। ଅତଏବ 1886 ମସିହା ଜାନୁଆରୀ ମାସରେ ହୁଜୁର ଆଲୈହିସ୍ସଲାମ ହୋସିଆରପୁର ଅଭିମୁଖେ ପ୍ରସ୍ଥାନ କରିବା ପୂର୍ବରୁ ମୋତେ କାଦିଆନ ଡକାଇ ପଠାଇଲେ ଏବଂ ଶେଖ ମେହର ଅଲି ସାହେବ, ଯିଏକି ହୋସିଆରପୁରର ଜଣେ ଧନାଢ଼୍ୟ ବ୍ୟକ୍ତି ଥିଲେ, ତାଙ୍କୁ ପତ୍ର ଲେଖିଲେ, ମୁଁ 2 ମାସ ପାଇଁ ହୋସିଆରପୁର ଆସିବାକୁ ଚାହୁଁଛି, ତେଣୁ ଆପଣ ମୋ ପାଇଁ ସହରର ଏକ ପାର୍ଶ୍ୱରେ ଅବସ୍ଥିତ ଏକ 2 ମହଲା ବିଶିଷ୍ଟ ଅଟ୍ଟାଳିକାରେ ରହିବାର ବ୍ୟବସ୍ଥା କରନ୍ତୁ। ଅତଏବ ସେ ନିଜର ତବେଲା ନାମକ ଏକ ଅଟ୍ଟାଳିକା ଖାଲି କରିଦେଇଥିଲେ। ହୁଜୁର ଆଲୈହିସ୍ସଲାମ ବ୍ୟାସ ନଦୀ ମାର୍ଗରେ ଯାତ୍ରା କରିଥିଲେ ଓ ବ୍ୟାସ ନଦୀକୁ ଏକ ଡଙ୍ଗା ମାଧ୍ୟମରେ ଅତିକ୍ରମ କରିଥିଲେ।
पुण्यश्लोकଙ୍କ ସାଥିରେ ସେତେବେଳେ ମିଆଁ ଅବଦୁଲ୍ଲା ସନୱରୀ ସାହେବ, ଶେଖ ହାମିଦ ଅଲି ସାହେବ ଓ ଫତେ ଖାନ ସାହେବ ରହିଥିଲେ। ପୁଣ୍ୟଶ୍ଲୋକ ଦରିଆ ପାର ହେବା ନିମନ୍ତେ ଯେଉଁ ନୌକାରେ ଯାତ୍ରା କରିଥିଲେ, ବସିଥିଲେ, ସେତେବେଳେ ହୁଜୁର କହିଲେ, ଅର୍ଥାତ୍ ଯାତ୍ରା କରିବା ସମୟରେ ମିଆଁ ଅବଦୁଲ୍ଲା ସିଦ୍ଧ ପୁରୁଷର ସଙ୍ଗତ ଏହି ଦରିଆ ପାରି ହେବା ସଦୃଶ, ଯହିଁରେ ଦରିଆ ପାର ହୋଇଯିବାର ଆଶା ରହିଛି ଓ ବୁଡ଼ିଯିବାର ମଧ୍ୟ ଆଶଙ୍କା ରହିଛି। ସେ କୁହନ୍ତି, ସେତେବେଳେ ମୁଁ ହୁଜୁର ଆଲାଇହିସଲାମଙ୍କର ଏହି କଥନକୁ ଏକ ସାଧାରଣ କଥା ଭାବି ପାସୋରି ଦେଇଥିଲି, ଏତେ ଗୁରୁତ୍ୱ ଦେଇନଥିଲି। କିନ୍ତୁ ଯେତେବେଳେ ଫତେ ଖାନ ପଥଭ୍ରଷ୍ଟ ହେଲା, ବିଧର୍ମୀ ହେଲା, ସେତେବେଳେ ମୋତେ ହୁଜୁର ଆଲାଇହିସଲାମଙ୍କର ସେହି କଥା ମନେ ପଡ଼ିଗଲା ଯେ ଆଲ୍ଲାହ ତାଆଲାଙ୍କର ଅବତାର, ଆଲ୍ଲାହ ତାଆଲାଙ୍କର ପ୍ରିୟ ଭକ୍ତମାନେ କୌଣସି କଥା ଅଯଥାରେ କହିନଥାନ୍ତି। ସେଥିରେ ତହିଁରେ କିଛି ନା କିଛି ରହସ୍ୟ ରହିଥାଏ, ଉଦ୍ଦେଶ୍ୟ ରହିଥାଏ। ପୁନଶ୍ଚ ହୁଜୁର ଆଲାଇହିସଲାମ ହାତ ଲେଖାର ଏକ ଘୋଷଣା ପ୍ରକାଶିତ କରାଇଲେ ଯେ 40 ଦିନ ପର୍ଯ୍ୟନ୍ତ କୌଣସି ବନ୍ଧୁ ମୋତେ ସାକ୍ଷାତ କରିବାକୁ ଆସିବେ ନାହିଁ। ଅର୍ଥାତ୍ ହୋସିଆରପୁରରେ ପହଞ୍ଚିବା ପରେ ହୁଜୁର ଏହି ଘୋଷଣା କରିଥିଲେ ଓ ଏହିସବୁ ନିର୍ଦ୍ଦେଶ ଆମକୁ ଦେଇଥିଲେ ଯେ କେହି ମୋତେ ନିମନ୍ତ୍ରଣ ମଧ୍ୟ କରିବେ ନାହିଁ। ଏହି 40 ଦିନ ପରେ ମୁଁ ଅତିରିକ୍ତ 20 ଦିନ ଏଠାରେ ଅବସ୍ଥାନ କରିବି। ସେହି ଅବଧି ମଧ୍ୟରେ ଲୋକମାନେ ମୋ ସହିତ ସାକ୍ଷାତ କରିବା ସହିତ ପ୍ରଶ୍ନ ଉତ୍ତର ମଧ୍ୟ କରିପାରିବେ। ହୁଜୁର ଆଲାଇହିସଲାମ ଆମମାନଙ୍କୁ ଆଦେଶ ଦେଲେ, ଗୃହର ଦ୍ୱାରକୁ ସର୍ବଦା ଜଞ୍ଜିର ଲଗାଇ ରଖିବ, ବନ୍ଦ ରଖିବ ଓ ମୋତେ କେହି ଡାକିବ ନାହିଁ, ଆଉ ନା ଉପର ମହଲାକୁ କେହି ଆସିବ। ମୁଁ ନିଜ କୋଠରୀରେ ହିଁ ନମାଜ ପାଠ କରିବି। ହଁ, ନମାଜ ଜୁମ୍ମା ପାଇଁ ଏକ ନିର୍ଜନ ମସଜିଦର ସନ୍ଧାନ କର, ଯାହାକି ସହରର ଏକ ପ୍ରାନ୍ତରେ ଅବସ୍ଥିତ ଥିବ, ଯେଉଁ ସ୍ଥଳେ ଆମେ ନମାଜ ଜୁମ୍ମା ପାଠ କରିବା ସାମୂହିକ ଭାବରେ। ଏକଦା ହୁଜୁର ଆଲାଇହିସଲାମ ମୋତେ କହିଲେ, ମିଆଁ ଅବଦୁଲ୍ଲା, ଏହି ଦିନଗୁଡ଼ିକରେ ଅର୍ଥାତ୍ ଚିଲ୍ଲା କରିବା ପରେ 40 ଦିନର ଅବଧି ଅତିବାହିତ ହେବା ପରେ ହୁଜୁର କହିଲେ, ମିଆଁ ଅବଦୁଲ୍ଲା, ଏହି ଦିନମାନଙ୍କରେ ମୋ ଉପରେ ଆଲ୍ଲାହ ତାଆଲାଙ୍କର ବହୁତ ବଡ଼ ବଡ଼ କୃପାଶିଷର ଦ୍ୱାର ଉନ୍ମୁକ୍ତ କରାଯାଇଛି ଏବଂ କେତେକ ସମୟରେ ସର୍ବଶକ୍ତିମାନ ଆଲ୍ଲାହ ମୋ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ବାର୍ତ୍ତାଳାପ କରିଥିଲେ। ଯଦି ତାହାକୁ ଉଲ୍ଲେଖ କରାଯାଏ ତେବେ ତାହା ଅନେକ ପୃଷ୍ଠାରେ ସମ୍ବଳିତ ପୁସ୍ତକ ପାଲଟିଯିବ। ଅତଏବ ମିଆଁ ଅବଦୁଲ୍ଲା ସାହେବ କୁହନ୍ତି, ସେହି ପିସରେ ମଉଦ ଅର୍ଥାତ୍ ବିଶିଷ୍ଟ ପ୍ରତିଶ୍ରୁତ ପୁତ୍ର ସମ୍ପର୍କିତ ଦୈବୀବାଣୀ ମଧ୍ୟ ଏହି ଚିଲ୍ଲାରେ ହୁଜୁର ଆଲାଇହିସଲାମଙ୍କୁ ହୋଇଥିଲା। ଆଲ୍ଲାହ ତାଆଲାଙ୍କ ତରଫରୁ ଆପଣଙ୍କୁ ସୁସମାଚାର ଦିଆଯାଇଥିଲା। ବସ୍ତୁତଃ ଚିଲ୍ଲା କରିବା ପରେ ହୁଜୁର ଆଲାଇହିସଲାମ ହୋସିଆରପୁରରେ ହିଁ ସେହି ଭବିଷ୍ୟତବାଣୀର ଘୋଷଣା କରିଥିଲେ। 1886 ମସିହା ଫେବୃଆରୀ ମାସ 20 ତାରିଖ ପତ୍ରିକା, ଯାହାକି ଆମ ଜମାତରେ ପେଶଗୋଇ ମୁସଲେ ମଉଦ ନାମରେ ସୁପ୍ରସିଦ୍ଧ, ଏହା ମଧ୍ୟ ଏକ ବିଶେଷ ସଂଯୋଗ ଯେ ଆଜି 20 ଫେବୃଆରୀ ପିସରେ ମଉଦ ସଂକ୍ରାନ୍ତୀୟ ଭବିଷ୍ୟତବାଣୀ ବେଶ ଭବ୍ୟତାର ସହିତ ପୂରଣ ହେବାର ଦିବସ। ସେହି ମହାନ ପୁତ୍ର ଯିଏକି ଭବିଷ୍ୟତବାଣୀ ଅନୁଯାୟୀ ଜନ୍ମଗ୍ରହଣ କରିଥିଲେ, ତାଙ୍କର 52 ବର୍ଷୀୟ ଖିଲାଫତ କାଳ, ଯହିଁରେ ପରାକ୍ରମୀ ଆଲ୍ଲାହ ତାଆଲା ତାଙ୍କୁ ଅନେକ ସଫଳତା ଓ କୃତିତ୍ୱ ପ୍ରଦାନ କରିଥିଲେ, ସେ ସମସ୍ତ ଭବିଷ୍ୟତବାଣୀ, ଦୈବୀବାଣୀ ଓ କଥନ ଯାହାକି ମୁସଲେ ମଉଦ ସମ୍ବନ୍ଧରେ ଭବିଷ୍ୟତବାଣୀ କରାଯାଇଥିଲା, ତାହା ହଜରତ ମୁସଲେ ମଉଦ ରଜିୟଲ୍ଲାହୁଙ୍କ ଠାରେ ପୂରଣ ହୋଇଗଲା। ଏହାକୁ ମୁଁ ସଂଯୋଗ ଏଥିପାଇଁ କହୁଅଛି କାରଣ ଏହି ଘଟଣା ଆଜି ମୋ ମନରେ ଉଦ୍ରେକ ହେଲା, ନଚେତ୍ ପୂର୍ବେ ଅବା ପରବର୍ତ୍ତୀ ସମୟରେ ବି ମନରେ ଉଦ୍ରେକ ହୋଇପାରିଥାନ୍ତା। କିନ୍ତୁ ବିଧାତାଙ୍କର ଏଥିରେ କୌଣସି ରହସ୍ୟ ପ୍ରଚ୍ଛନ୍ନ ରହିଛି ଯେ ଆଜିର ଦିନରେ ଏଥିପ୍ରତି ମୋର ଧ୍ୟାନ କେନ୍ଦ୍ରିତ କରାଗଲା, ଯଦ୍ୱାରା କି ମୁଁ ତାହାର ଆଲୋଚନା କରିଦେବି। ଏହି ପରିପ୍ରେକ୍ଷୀରେ ଆମ ଜମାତମାନଙ୍କରେ ଜଲସା ମଧ୍ୟ ଅନୁଷ୍ଠିତ ହୋଇଥାଏ।
ଏବଂ ଏତଦ୍ୱାରା ଆମକୁ ଇତିହାସ ସଂକ୍ରାନ୍ତରେ ସୂଚନା ମଧ୍ୟ ମିଳିଯାଇଥାଏ ଅବା ତାହାକୁ ଆମେ ମନେ ପକାଇ ଥାଉ, ତାହାର ପୁନରାବୃତ୍ତି କରିଥାଉ। ଏହି ପରିପ୍ରେକ୍ଷୀରେ MTAରେ ବିଭିନ୍ନ କାର୍ଯ୍ୟକ୍ରମମାନ ମଧ୍ୟ ପ୍ରସାରଣ କରାଯାଉଛି। ସେଥିରୁ ମଧ୍ୟ ଇତିହାସର ଖବର ମିଳିଥାଏ, ସେଗୁଡ଼ିକୁ ଦେଖିବା ଉଚିତ। ଆଜିକାଲି ପୃଥିବୀ ବ୍ୟାପୀ ଜମାତମାନଙ୍କରେ ଏହି ଜଲସାର ଆୟୋଜନ କରାଯାଉଛି, ତେଣୁ ସେହି କାର୍ଯ୍ୟକ୍ରମଗୁଡ଼ିକୁ ଦେଖିବା ଉଚିତ। ସେ ଯାହା ହେଉ, ଯେତେବେଳେ 40 ଦିନ ବିତିଗଲା ସେତେବେଳେ ହୁଜୁର ଆଲୈହିସଲାମ ଘୋଷଣା ଅନୁଯାୟୀ ଅତିରିକ୍ତ 20 ଦିନ ସେଠାରେ ଅର୍ଥାତ୍ ହୋସିଆରପୁରରେ ଅବସ୍ଥାନ କରିଥିଲେ। ସେହି ଦିନମାନଙ୍କରେ ଅନେକ ଲୋକମାନେ ହୁଜୁର ଆଲୈହିସଲାମଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଅନେକ ଲୋକମାନେ ଧାର୍ମିକ ମତଧାରାର ଆଦାନ ପ୍ରଦାନ କରିବା ନିମନ୍ତେ ଆସିଥିଲେ। କିଛି ଲୋକ ହୁଜୁର ଆଲୈହିସଲାମଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରେ କିଛି ପୁରୁଣା ଅତିଥି ଓ ବନ୍ଧୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ। ସେହି ଦିନମାନଙ୍କରେ ମୁରଲୀଧର ନାମକ ଜଣେ ବ୍ୟକ୍ତି ସହିତ ହୁଜୁର ଆଲୈହିସଲାମ ମୁବାହିସା ଅର୍ଥାତ୍ ଧାର୍ମିକ ବିତର୍କ କରିଥିଲେ। ଏହାର ଚର୍ଚ୍ଚା ସୁରମା ଚଷ୍ମା ଆରିଆରେ ଉଲ୍ଲେଖ ରହିଛି। ତେବେ ଯେତେବେଳେ 2 ମାସର ଅବଧି ବିତିଗଲା, ହୁଜୁର ଆଲୈହିସଲାମ ସେହି ବାଟ ଦେଇ କାଦିଆନ ଅଭିମୁଖେ ପ୍ରସ୍ଥାନ କଲେ। ହୋସିଆରପୁର ଠାରୁ 5 ମାଇଲ ଦୂରତାରେ ଜଣେ ମହାପୁରୁଷଙ୍କର କବର ରହିଥିଲା। ହୁଜୁର ଏଠାରେ ଆଉ ଏକ ଘଟଣା ମଧ୍ୟ ଉଲ୍ଲେଖ ରହିଛି ଯେ ଯାତ୍ରା ସମୟରେ କେଉଁଠି ଉଦ୍ୟାନ ପରି ଥିଲା, ସେଠାରେ ପହଞ୍ଚି ହୁଜୁର କିଛି ସମୟ ପାଇଁ ବଳଦ ଗାଡ଼ିରୁ ଓହ୍ଲାଇ ଆସିଲେ ଓ କହିଲେ, ଏହି ସ୍ଥାନଟି ଅତ୍ୟନ୍ତ ଛାୟାପୂର୍ଣ୍ଣ ସ୍ଥାନ, ଏଠାରେ କିଛି ସମୟ ବିଶ୍ରାମ କରିବା। ସେଠାରେ ହୁଜୁର ସେହି କବର ନିକଟକୁ ଚାଲି ଯାଇଥିଲେ, ଯାହାକି ଜଣେ ମହାପୁରୁଷଙ୍କର କବର ଥିଲା। ମିଆଁ ଅବଦୁଲ୍ଲା ସାହେବ ରଜିୟତାଲା କୁହନ୍ତି, ମୁଁ ହଜରତ ମସିହ ମଉଦ अलैहिस्ସଲାତୁୱସ୍ସଲାମଙ୍କ ପଛେ ପଛେ ଗଲି। शेख हामिद अली साहब और फतेह खान ବଳଦ ଗାଡ଼ି ପାଖରେ ରହିଥିଲେ। ହୁଜୁର ଆଲୈହିସଲାମ ମକବରା ପାଖରେ ପହଞ୍ଚି କବାଟ ଖୋଲି ଭିତରକୁ ପ୍ରବେଶ କଲେ ଓ କବର ମୁଣ୍ଡ ପାଖରେ ଛିଡ଼ା ହୋଇ ଦୁଆ କଲେ। ଯେତେବେଳେ ହାତ ଉପରକୁ ଉଠାଇଲେ ଓ କିଛି ସମୟ ପର୍ଯ୍ୟନ୍ତ ଦୁଆ କଲେ, ହୁଜୁର ଆଲୈହିସଲାମ ଯେତେବେଳେ ମକବରା ପାଖରୁ ଫେରିଲେ, ସେତେବେଳେ ମୋତେ କହିଲେ, ମିଆଁ ଅବଦୁଲ୍ଲା, ମୁଁ ଦୁଆ କରିବା ନିମନ୍ତେ ଯେତେବେଳେ ହାତ ଉପରକୁ ଉଠାଇଲି, ସେହି କବର ମଧ୍ୟରେ ଥିବା ମହାପୁରୁଷ ବାହାରି ଆସି ମୋ ସମ୍ମୁଖରେ ଆଣ୍ଠୁ ମାଡ଼ି ବସି ପଡ଼ିଲେ। ଯଦି ତୁମେ ମୋ ସହିତ ନଥାନ୍ତ, ତେବେ ମୁଁ ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥାନ୍ତି। ତାଙ୍କର ଚକ୍ଷୁ ବଡ଼ ବଡ଼ ଓ ଶରୀରର ରଙ୍ଗ କୃଷ୍ଣବର୍ଣ୍ଣ ଥିଲା। ଦେଖ, ଯଦି ଏଠାରେ କୌଣସି ଦରଗାର ସେବକ ଅଛନ୍ତି, ଯାହାଙ୍କୁ ଆମେ କବର ମଧ୍ୟସ୍ଥ ଥିବା ମହାପୁରୁଷଙ୍କ ସମ୍ପର୍କରେ କିଛି ପଚାରି ନେବା। ସୁତରାଂ ହୁଜୁର ଆଲୈହିସଲାମ ସେହି ଦରଗାର ସେବକଙ୍କୁ ପଚାରିଲେ। ସେ ଏହି ଉତ୍ତର ଦେଲା ଯେ ମୁଁ କବର ମଧ୍ୟରେ ଥିବା ମହାପୁରୁଷଙ୍କୁ ତ ନିଜେ ଦେଖି ନାହିଁ, କାରଣ ତାଙ୍କର ମୃତ୍ୟୁ 100 ବର୍ଷ ପୂର୍ବରୁ ହୋଇଯାଇଛି। ହଁ, ମୁଁ ନିଜର ବାପ ଅଜଙ୍କ ଠାରୁ ତାଙ୍କ ବିଷୟରେ ଶୁଣିଛି ଯେ ସେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ। ସମଗ୍ର ଅଞ୍ଚଳରେ ତାଙ୍କର ଖ୍ୟାତି ଓ ଆଧିପତ୍ୟ ରହିଥିଲା। ହୁଜୁର ତାଙ୍କୁ ପଚାରିଲେ ତାଙ୍କ ମୁଖମଣ୍ଡଳ କିପରି ଥିଲା। ସେ କହିବାକୁ ଲାଗିଲେ, ମୁଁ ଶୁଣିଛି ଯେ ସେହି ମହାପୁରୁଷ ଜଣକ ଶ୍ୟାମଳ ବର୍ଣ୍ଣର ଥିଲେ ଓ ତାଙ୍କର ବଡ଼ ବଡ଼ ଚକ୍ଷୁ ଥିଲା। ମିଆଁ ଅବଦୁଲ୍ଲା ସାହେବ କୁହନ୍ତି, ଏହାପରେ ଆମେମାନେ ସେଠାରୁ ବାହାରି ପଡ଼ିଲୁ ଓ କାଦିଆନରେ ଆସି ପହଞ୍ଚିଲୁ। ହଜରତ ମସିହ ମଉଦ अलैहिस्सलाम ସେହି ମହାପୁରୁଷଙ୍କ ସମ୍ପର୍କରେ ଯେଉଁ କଥା କହିଥିଲେ, ଉକ୍ତ ସେବକ ଜଣକ ଠିକ୍ ସେହିପରି ସାକ୍ଷ୍ୟ ଦେଇଥିଲେ ଯେ ସେ ଏହିପରି ରଙ୍ଗ ଢଙ୍ଗର ଓ ଶରୀର ବିଶିଷ୍ଟ ବ୍ୟକ୍ତି ଥିଲେ। ତେବେ ଅବତାରମାନେ ପୁଣ୍ୟବାନ ତଥା ସଦାଚାରୀ ବ୍ୟକ୍ତିମାନଙ୍କ ସହିତ ଏହିପରି କଥାବାର୍ତ୍ତା ହୋଇଥାନ୍ତି। ଏପରିକି କେତେକ ମୃତ ବ୍ୟକ୍ତି ମଧ୍ୟ ଅବତାରମାନଙ୍କୁ ଦୃଶ୍ୟମାନ ହୋଇଥାନ୍ତି। ସେ ଯାହା ହେଉ, ଏହି ଯାତ୍ରାଟି ଶେଷ ହେଲା ଏବଂ ଆମେମାନେ କାଦିଆନରେ ପହଞ୍ଚିଗଲୁ। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା କୁହନ୍ତି,
ମୁଁ ଏହି ଯାତ୍ରା ସମ୍ପର୍କରେ ମିଆଁ ଅବଦୁଲ୍ଲା ସାହେବଙ୍କୁ ପଚାରିଲି। ହଜରତ ସାହେବ ଏକ ଏହି ଏକାନ୍ତବାସ କାଳରେ କ'ଣ କରୁଥିଲେ, କିପରି ଉପାସନା କରୁଥିଲେ? ପ୍ରତି ଉତ୍ତରରେ ମିଆଁ ଅବଦୁଲ୍ଲା ସାହେବ କହିଲେ, ଏକଥା ମୋତେ ଜଣା ନାହିଁ, କାରଣ ଆପଣ ଆଲାଇହିସଲାମଙ୍କ ଉପର ହୁଜୁର ଆଲାଇହିସଲାମ ଉପର ମହଲାରେ ରହୁଥିଲେ ଓ ମୋତେ ଅନ୍ୟ 3 ଜଣଙ୍କ ସହିତ ରହିବାକୁ ଆଦେଶ ଥିଲା। ମୁଁ କେବଳ ହୁଜୁର ଆଲାଇହିସଲାମଙ୍କୁ ଆହାର ଦେବା ନିମନ୍ତେ ଉପରକୁ ଯାଉଥିଲି। ଏକଦା ମୁଁ ଯେତେବେଳେ ଖାଇବା ରଖିବା ନିମନ୍ତେ ଉପର ମହଲାକୁ ଗଲି, ସେତେବେଳେ ହୁଜୁର ଆଲାଇହିସଲାମ କହିଲେ, ମୋତେ ଐଶୀବାଣୀ ହୋଇଛି ଯେ ବୁରିକା ମନ୍ ଫିହା ଓ ମନ୍ ହୌଲାହା, ଏବଂ ଏହାର ବ୍ୟାଖ୍ୟା ଏହିକି ଯେ ମନ୍ ଫିହାରୁ ଯଥାର୍ଥ ମୁଁ ଅଟେ, ଅର୍ଥାତ୍ ହଜରତ ମସିହ ମଉଦ ଆଲାଇହିସ୍ସଲାତୁ ୱସ୍ସଲାମ, ଏବଂ ମନ୍ ହୌଲାହାରୁ ଯଥାର୍ଥ ତୁମେମାନେ। ମିଆଁ ଅବଦୁଲ୍ଲା ସାହେବ ରଜତାଲା ବର୍ଣ୍ଣନା କରନ୍ତି, ମୁଁ ତ ଦିନ ସାରା ଘରେ ହିଁ ରହୁଥିଲି, କେବଳ ଜୁମ୍ମା ଦିନ ହୁଜୁର ଆଲାଇହିସଲାମଙ୍କ ସହିତ ବାହାରୁଥିଲି। ଶେଖ୍ ହାମିଦ ଅଲି ସାହେବ ଅନେକ ସମୟରେ ଘରେ ହିଁ ରହୁଥିଲେ, କିନ୍ତୁ ଫତେହ ଖାନ ସାହେବ ଦିନ ତମାମ ବାହାରେ ରହୁଥିଲେ। ସମ୍ଭବତଃ ଏହି ଇଲହାମ ବେଳେ, ଏହି ଐଶୀବାଣୀ ବେଳେ ସେ ବାହାରେ ଥିଲେ। ଏହା ହଜରତ ମିଆଁ ବଶୀର ଅହମଦ ସାହେବଙ୍କର ଧାରଣା। ମିଆଁ ଅବଦୁଲ୍ଲା ସାହେବ ରଜତାଲା ବର୍ଣ୍ଣନା କରନ୍ତି, ସେତେବେଳେ ଫତେହ ଖାନ ବିଶ୍ୱାସ କରିଥିଲା ଓ କହୁଥିଲା ଯେ ମୁଁ ହଜରତ ମସିହ ମଉଦ ଆଲାଇହିସ୍ସଲାତୁ ୱସ୍ସଲାମଙ୍କୁ ନବୀ ମନେ କରୁଛି, ଯେତେବେଳେ କି ହୁଜୁର ଆଲାଇହିସଲାମ ନବୀ ହେବାର ଘୋଷଣା ବି କରିନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ବିପଦଗାମୀ ପାଲଟିଗଲା। ଏହି ପରିପ୍ରେକ୍ଷୀରେ ପ୍ରିୟ ବନ୍ଧୁମାନଙ୍କୁ ମୁଁ ଧ୍ୟାନ ଆକର୍ଷିତ କରିବାକୁ ଚାହେଁ ଯେ ମନୁଷ୍ୟକୁ ନିଜ ଉତ୍ତମ ପରିଣାମ ପାଇଁ ସର୍ବଦା ଦୁଆ କରିବା ସହିତ ନିଜ ବିଶ୍ୱାସର ଦୃଢ଼ତା ନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ। ବିଶେଷ କରି ପବିତ୍ର ରମଜାନ ମାସର ଏହି ବିଶେଷ ଦିନମାନଙ୍କରେ ପ୍ରତ୍ୟେକଙ୍କୁ ଏହି ଦୁଆ କରିବା ଉଚିତ ଯେ ଆଲ୍ଲାହ ତାଆଲା ମୋର ପରିଣାମ ମଙ୍ଗଳମୟ କରନ୍ତୁ ଓ ମୋ ବିଶ୍ୱାସକୁ ସୁଦୃଢ଼ କରନ୍ତୁ, କାରଣ ଜଣା ନାହିଁ ଶୈତାନ କେଉଁ ସମୟରେ କେତେବେଳେ ମନୁଷ୍ୟକୁ ପଥଭ୍ରଷ୍ଟ କରାଇଦେବ। ତାହାର ପରୀକ୍ଷାର ଘଡ଼ି ଆସିଯିବ ଓ ସେ ବିଶ୍ୱାସକୁ ହରାଇ ବସିବ। ଏହିପରି ନମାଜ ପାଠ କରିବା ସଂକ୍ରାନ୍ତରେ ହୁଜୁର ଆଲାଇହିସଲାମଙ୍କର ଆଉ ଏକ ଘଟଣା ଉଲ୍ଲେଖ ରହିଛି। ଅନେକ ଲୋକ ପ୍ରଶ୍ନ କରିଥାନ୍ତି ଯେ ନମାଜ ପାଠ କରିବା ସମୟରେ ହାତ କିପରି ରଖିବା, ନମାଜରେ ଭିନ୍ନ ଭିନ୍ନ ଆସନ କେମିତି କରିବା। ମିଆଁ ଅଲି ମହମ୍ମଦ ସାହେବ ହଜରତ ମସିହ ମଉଦ ଆଲାଇହିସ୍ସଲାତୁ ୱସ୍ସଲାମଙ୍କ ନମାଜ ପାଠ କରିବାର ଶୈଳୀର ବର୍ଣ୍ଣନା କରିଛନ୍ତି ଯେ ଏକଦା ମୁଁ ହୁଜୁର ଆଲାଇହିସଲାମଙ୍କୁ ସୁନ୍ନତ ନମାଜ ପାଠ କରୁଥିବାର ଦେଖିଲି। ହୁଜୁର ଆଲାଇହିସଲାମ ନିଜ ପବିତ୍ର ହାତ ନାଭି ଉପରକୁ ବାନ୍ଧି ରଖିଥିଲେ ଓ ଦକ୍ଷିଣ ହସ୍ତର ମଝି ଆଙ୍ଗୁଳି ବାମ ହସ୍ତର କହୁଣୀ ପର୍ଯ୍ୟନ୍ତ ପ୍ରସାରିତ ରହିଥିଲା ଅବା କିଞ୍ଚିତ ପଛକୁ ରହିଥିଲା। ଆଉ ସଜଦା କରିବା ସମୟରେ 2 ହସ୍ତ ମଧ୍ୟରେ ନିଜର ମଥା ରଖିଥିଲେ। ନାସିକା ଭୂମି ସହିତ ସଂଲଗ୍ନିତ ରହିଥିଲା ଓ ଆଙ୍ଗୁଳି ଗୁଡ଼ିକ କାବା ଦିଗ ଆଡ଼କୁ ସଳଖ ରହିଥିଲା। ଯେତେବେଳେ ହୁଜୁର ଆଲାଇହିସଲାମ ସଜଦାରୁ ଉଠୁଥିଲେ ସେତେବେଳେ ଯେହେତୁ ହୁଜୁର ଆଲାଇହିସଲାମଙ୍କ ପବିତ୍ର ପଗଡ଼ି ଢିଲା ଥିଲା, ତେଣୁ ତାହା ପଛକୁ ଖସି ଯାଉଥିଲା ଓ ହୁଜୁର ଆଲାଇହିସଲାମ ତାହାକୁ ଆଙ୍ଗୁଳିରେ ସିଧା କରିଦେଉଥିଲେ, ଅର୍ଥାତ୍ ଆଗକୁ କରିଦେଉଥିଲେ। ସେ ଯାହା ହେଉ ଉଲ୍ଲେଖ କରନ୍ତି ଯେ ଏହି ସୁନ୍ନତ ହୁଜୁର ଆଲାଇହିସଲାମ ମସଜିଦ୍ ଅକ୍ସା ଠାରେ ନିଜ ପିତାଶ୍ରୀଙ୍କ କବରର ଦକ୍ଷିଣ ଦିଗରେ ଛିଡ଼ା ହୋଇ ପାଠ କରୁଥିଲେ ଏବଂ ଏହାପରେ ପୁନଶ୍ଚ ଫର୍ଜ ନମାଜ ଆରମ୍ଭ କରୁଥିଲେ। ଏହି ନମାଜ ହଜରତ ମୌଲଭୀ ନୁରୁଦ୍ଦିନ ସାହେବ ରଜତାଲା ପାଠ କରାଇଥିଲେ। ସେହିପରି ହଜରତ ମହମ୍ମଦ ଜମିଲ ସାହେବ ରଜତାଲା ବର୍ଣ୍ଣନା କରନ୍ତି, ଯେଉଁ ଦିନମାନଙ୍କରେ ପ୍ଲେଗ ରୋଗ କାଦିଆନରେ ବ୍ୟାପିଥିଲା, ନିଜର କାୟା ବିସ୍ତାର କରିଥିଲା, ସେହି ଦିନମାନଙ୍କରେ ପୁଣ୍ୟଶ୍ଲୋକ ହଜରତ ମସିହ ମଉଦ ଆଲାଇହିସ୍ସଲାତୁ ୱସ୍ସଲାମ ଉଦ୍ୟାନରେ ଅର୍ଥାତ୍
हुजूर अलैहिस्सलामଙ୍କ ବଗିଚାରେ ଶିବିର ଲଗାଇଥିଲେ ଓ ନିଜର ସମସ୍ତ ପରିବାର ବର୍ଗଙ୍କ ସହିତ ସେଠାକୁ ସ୍ଥାନାନ୍ତରିତ ହୋଇଯାଇଥିଲେ। ଆମେମାନେ ରାତ୍ର ସମୟରେ ପ୍ରହରା ଦେଉଥିଲୁ କାରଣ ପ୍ଲେଗ ରୋଗ ଯୋଗୁଁ ଖୋଲା ସ୍ଥାନ ଉପଯୁକ୍ତ ଥିଲା। ସେଥିପାଇଁ ହୁଜୁର अलैहिस्सलाम ନିଜର ପରିବାର ସମେତ ସେଠାକୁ ଚାଲି ଯାଇଥିଲେ। ସେ ଯାହା ହେଉ ଜମିଲ ସାହେବ କୁହନ୍ତି ରାତ୍ରର ପ୍ରହରା ସମୟରେ ଆମେମାନେ ହଜରତ ସାହେବ अलैहिस्सलाମଙ୍କ ପାଖ ଦେଇ ଅତିକ୍ରମ କରୁଥିଲୁ। ହୁଜୁର अलैहिस्ସଲାମ ନମାଜରେ ହିଁ ନିମଗ୍ନ ଥିବାର ଦୃଶ୍ୟମାନ ହେଉଥିଲା। ଭଗବାନ ଜାଣନ୍ତି ଆପଣ अलैहिस्सलाମ କେତେବେଳେ ଶୋଉଥିଲେ, କାରଣ ଅଧିକାଂଶ ସମୟରେ ଆମେ ଆପଣଙ୍କୁ ନମାଜ ପାଠ କରୁଥିବାର ଦେଖୁଥିଲୁ। ସେହିପରି ହଜରତ ଚୌଧୁରୀ ଭାଇ ଅବ୍ଦୁର रहमान ସାହେବ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି हुजूर अलैहिस्सलाम ଅତ୍ୟନ୍ତ ବିନୀତତା ଓ ବିନମ୍ରତାର ସହିତ ନମାଜ ପାଠ କରୁଥିଲେ। ଅତଏବ ଛୋଟ ମସଜିଦ ସହିତ ସଂଲଗ୍ନ କୋଠରୀରୁ ମଧ୍ୟ ସ୍ୱର ଶୁଭୁଥିଲା। हुजूर अलैहिस्सलाମଙ୍କର ଏହି ଅଭ୍ୟାସ ରହିଥିଲା ଯେ ଆପଣ ଏହଦିନା ସିରାତଲ ମୁସ୍ତକିମକୁ ବାରମ୍ବାର ପାଠ କରୁଥିଲେ। ଅତଏବ ଏହି ଦୁଆ ଆମମାନଙ୍କୁ ମଧ୍ୟ ପୁନରାବୃତ୍ତି କରିବା ଉଚିତ। अल्लाह ताला ଆମମାନଙ୍କୁ ସର୍ବଦା ସତ୍ମାର୍ଗ ଉପରେ ଅବିଚଳ ରଖନ୍ତୁ। आमीन। हजरत मास्टर नज़ीर हुसैन साहेब रज़ियल्लाहु हुजूर अलैहिस्सलामଙ୍କ तहज्जुद नमाज अवस्था संपर्कରେ ବର୍ଣ୍ଣନା କରି ଉଲ୍ଲେଖ କରିଛନ୍ତି एकदा झेलम ଯିବା ସମୟରେ ଆମେମାନେ ଲାହୋର ଠାରେ ମୋର ଦାଦା ସ୍ୱର୍ଗତ ହଜରତ ମିଆଁ ଚିରାଗଦ୍ଦୀନ ସାହେବଙ୍କ ବାସଭବନ मुबारक मंजिल ठारे अवस्थान कलु। हजरत मसीह मऊद अलैहिस्सलातु वस्सलाम सेही ठारे रात्रि जापन कले। हजरत मास्टर नज़ीर हुसैन साहेब वर्णना करती जे एकदा रात्रिर 3 घटिका समय मु देखिली हुजूर अलैहिस्सलाम नमाज पाठ करुछंती। सुतरांग मु मध्य हुजूर अलैहिस्सलामଙ୍କ सहित नमाज पाठ करिबा पाई वजू करी हुजूरଙ୍କ पछरे सामान्य व्यवधान रखी नमाज पाठ करिबाकू लागिली एवं बहुत चेष्टा कली जे हुजूर अलैहिस्सलामଙ୍କ परी कयाम अर्थात दंडायमान हेबा, रुकू करिबा, सजदा करिबा इत्यादि आसन करिबी, किंतु करि परिली नहीं। केवल 2 रेकात पाठ करी मु भीषण रूपे थकी पड़िली। आउ हुजूर एबे भी सही रेकात अर्थात प्रथम रेकात रे थिले पाठ करुथिले जहिरे मु तांक सहित सामिल होइथिली। से कुहंती दिन रे जेतेबेले आमे हुजूर अलैहिस्सलामଙ୍କ निकटरे बसिथिलु ओ हुजूर लोकमानंकु तहज्जुद नमाज पाठ करिबाकू उपदेश देउथिले। सेतेबेले एही विनीत हुजूर अलैहिस्सलामकु प्रश्न कला जे जदि तहज्जुद नमाज पाठ न करि पारे अर्थात तहज्जुद नमाज पाठ करिबारु रही जाए तेबे अति कम रे कौन करिबा उचित। एथिरे हुजूर अलैहिस्सलाम कहिले सेतेबेले अत्यधिक मात्रा रे क्षमा याचना कर, बहुल भावरे ईश्वरंक गुणगान कर, जप कर, ताहा आसंतारे तहज्जुद नमाज पाठ करिबारे सहायक हेब। मने रखंतु हुजूर अलैहिस्सलाम ए जेउ दुआ पाठ करिबाकू शिक्षा देइछंती ताहा तहज्जुद नमाजर विकल्प नुहे। अर्थात एतद्वारा तहज्जुद नमाजर भरण होई न थाए, बरं एथिपाई शिक्षा देले जे एतद्वारा आसंतारे नमाज तहज्जुद पाठ करिबाकू सामर्थ्य लाभ हेब। सुतरांग एहा सही सूत्र, सही गुरुमंत्र जहाकू आमे अवहेला करिबा दिन मानंकरे अपनाइबा उचित। अर्थात जेउ दिन मानंकरे आम द्वारा तहज्जुद नमाज रही जाए सही दिन मानंकरे एही प्रथा अपनाइबा उचित। आजिकाली आमे माने पवित्र रमजान मास मध्य दे अतिक्रम करुअछे। एथिरे किछि ना किछि नमाजे तहज्जुद पाठ करिबाकू तो सौभाग्य मिल जाई थाए। जदि न मिले तेबे चेष्टा करिबा उचित। जदि च तरावी नमाज पाठ करा जाई थाए ओ एहा तहज्जुदर विकल्प
किंतु एपरी विकल्प नुहे जहाँकि तहजुद नमाजर संपूर्ण भरण कर तेणु जो लोक मैंने सळ उठी पारि नथांती सेमानंकु एकथा स्मरण रखिबा उचित। देख पवित्र अवतार हजरत मोहम्मद मुस्तफा सल्लल्लाहु अलैहि वसल्लम का सुन्नत ओ हुजूर का निष्ठापर दासंकर तो यही कार्यशैली थिला जे रातिरु उठी तहजुद नमाज पाठ करुथिले। तेणु जदि तरावी पाठ करनियंती तथापि चेष्टा करंतु जे अति कम रे 2 अबा 4 रेकात ही नफिल नमाज अर्थात तहजुद नमाज निश्चय पाठ करिनेबे। सेहीपरि हजरत खैरुद्दीन साहेब रजतल्लाह वर्णना करती एकदा हजरत मसीह मौद अलैहिस्सलाम बसंत ऋतु दिन मानकरे सकाळ प्राय 8 घटिका समय कादियानुरु भ्रमण करने निमंते बाहरिले। हुजूर अलैहिस्सलाम सही बाट देई गले जो बाट भिनी ओ कादिराबाद मध्य अवस्थित थिला जहाकू सड़क पथ मध्य कुहंती। हुजूर अलैहिस्सलाम कादियान सीमारे 2 रेकात नफिल नमाज पाठ कले। पुनश्च आम ग्राम निकटवर्ती देई कादियान प्रत्यागमन कले फेरी आसिले। हजरत मसीह मौद अलैहिस्सलाम भ्रमण रे मध्य ईश्वरंकर उपासना प्रति चिंतित रहुथिले। वर्तमान कादियान रे वास करुथिबा लोकमानंकर कर्तव्य जे हजरत मसीह मौद अलैहिस्सलाम कादियान भितरे ओ कादियान बाहरे कादियान सीमा बाहरे भी नफिल नमाज पाठ करंतु। तेणु यही पवित्र भूमि प्रति सचेतन हुअन्तु, ध्यान रखन्तु, कारण आपण माने यही बस्तीर कर्तव्य निर्वाह करने संगे संगे उपासनार स्तर को वृद्धि करने निमंते उद्यम करने उचित। हजरत मलक नियाज मोहम्मद साहेब रजतल्लाह कहती 1904 मसीह जितेबले मु कादियान गली सेतेबले हजरत मसीह मौद अलैहिस्सलाम करमदीन मकदमा पाई गुरदासपुर चली जाइथिले। जितेबले मु सेठाकू गली सेतेबले एक पोखरी पाखरे एक बासभवन रे हुजूर अलैहिस्सलाम विराजमान थिले एवं जमातर सदस्य वृंद मध्य हुजूर अलैहिस्सलाम का गहन रे रही थिले। सही बासभवनर गोटिए भागरे एक लंगरखाना मध्य जारी रही थिला। कचेरी रे मध्य मु देखिली हुजूर अलैहिस्सलाम का निमंते एक पाल बिछाई दिया जाइथिला। हुजूर अलैहिस्सलाम सही पाल उपरे बसुथिले और अन्य सदस्य वृंद माने मध्य सही पाल उपरे बसुथिले। नियाज साहेब कहती हुजूर अलैहिस्सलाम को सर्वदा बावजू रहिबा संपर्क रे मु गोटिए कथा विशेष रूपे लक्ष्य करिछि। हुजूर जेतेबेले भी परिश्रा आदि जीवाकू आवश्यक मणुथिले सेतेबेले अवश्य उजू करिनेउथिले। यह द्वारा मु सुनिश्चित होइगली जे हुजूर सर्वदा बावजू रहउछंती। हुजूर अलैहिस्सलाम सर्वदा धीर स्वर रे यही युक्ति पाठ करुथिले सुबहानल्लाहि व बिहम्दिही सुबहानल्लाहिल अज़ीम। हजरत चौधरी भाई अब्दुर रहमान साहेब रज़ियल्लाहु वर्णना करती प्रारंभिक काल रे हुजूर अलैहिस्सलाम कर ही अभ्यास रही थिला। हुजूर अलैहिस्सलाम नमाज रे सर्वदा प्रथमे मस्जिद पहुँचुथिले। तेणु दिने मु यही प्रयास कली जे मु हुजूर अलैहिस्सलाम को पूर्वरु मस्जिद रे पहुँची जीवी, किंतु हुजूर अलैहिस्सलाम मो पूर्वरु मस्जिद रे उपस्थित रहुथिले। हुजूर अलैहिस्सलाम निजर किशोर अवस्था रे 7 वर्ष काल सियालकोट ठारे अतिबाहित करथिले। सही अवधि रे एकदा रात्र जापन करिबा समय रे हुजूर अलैहिस्सलाम ईश्वर कर उपासना करिबार घटना वर्णना करा जाइछि। जो व्यक्ति वर्णना करछंती जे हुजूर अलैहिस्सलाम एकांतवास तथा एकुटिया रहिबा नमाज और तिलावत करिबारे निमर्जित रहुथिले। हकीम मजहरुल हुसैन साहेब उल्लेख करछंती यह तंकर साक्ष्य से ही साक्ष्य देइछंती जे हजरत मसीह मौद अलैहिस्सलाम मामूरियत र दाबी करिबा परे अहमदियत प्रति शत्रुता प्रदर्शन रे आग धाड़ी रे से थिले। हुजूर अलैहिस्सलाम को विरोध रे अंटा भिड़ी थिले।
ଓ ହୁଜୁର ଆଲ ଇସଲାମଙ୍କ କେତେକ ଘଟଣାବଳୀ ଉପରେ ଶତ୍ରୁତାମୂଳକ ଆପତ୍ତି ମଧ୍ୟ ବାଢ଼ିଥିଲେ। କିନ୍ତୁ ହୁଜୁର ଆଲ ଇସଲାମଙ୍କ ସିଆଲକୋଟ ଅବସ୍ଥାନ କାଳର ପବିତ୍ର ସ୍ମୃତିକୁ ବିରୋଧୀମାନେ ମଧ୍ୟ ସ୍ୱୀକାର କରିଛନ୍ତି। ସୁତରାଂ ସେ ଉଲ୍ଲେଖ କରନ୍ତି, ସିକା ସୁରତ ଅର୍ଥାତ୍ ଅତ୍ୟନ୍ତ ବିଶ୍ୱସ୍ତ ଭରସାଯୋଗ୍ୟ ବ୍ୟକ୍ତିତ୍ୱର ଅଧିକାରୀ, ଉଚ୍ଚ ଉତ୍ସାହ ଉଚ୍ଚ ଚିନ୍ତାଧାରା ରଖୁଥିବା ବ୍ୟକ୍ତି, ଜଣେ ସତ୍ସାହସୀ ହଜରତ ମିର୍ଜା ଗୁଲାମ ଅହମଦ ଏକଦା ୱଜୁ କରିବା ପାଇଁ ଜଳ ବରାଦ କଲେ। ମହୋଦୟ ଯେଉଁ ସମୟରେ ଘଟଣା ବର୍ଣ୍ଣନା କରୁଛନ୍ତି, ସେଠାରେ ସେ ଯେଉଁ କୋଠରୀରେ ପ୍ରବେଶ କଲେ ଓ ୱଜୁ କରିସାରିବା ପରେ ମଗରିବ ନମାଜ ପାଠ କଲେ, ସେତେବେଳେ ଆପଣ ସେଠାରେ ଉପସ୍ଥିତ ଥିଲେ ଓ ସେ ଏହାର ପ୍ରତ୍ୟକ୍ଷ ସାକ୍ଷୀ ଥିଲେ। ପୁନଶ୍ଚ ବିଖ୍ୟାତ ମୁସଲିମ ନେତା ମୌଲଭୀ ଜଫର ଅଲି ଖାନ ସାହେବଙ୍କ ପିତା ତଥା ଜମିଦାର ଖବରକାଗଜର ସମ୍ପାଦକ ସ୍ୱର୍ଗତ ମୁନ୍ସି ସିରାଜୁଦ୍ଦିନ ସାହେବ ବର୍ଣ୍ଣନା କରନ୍ତି ଯେ ମିର୍ଜା ଗୁଲାମ ଅହମଦ 1860ରୁ 1861 ମସିହା ପାଖାପାଖି ସିଆଲକୋଟ ଜିଲ୍ଲାରେ ମହରିର ଥିଲେ, ଅର୍ଥାତ୍ ଲେଖାଳି। ସେତେବେଳେ ଆପଣ ଆଲାଇହିସ୍ ସଲାମଙ୍କ ବୟସ 22 ବର୍ଷ ହୋଇଥିବ। ଆଉ ମୁଁ ଜଣେ ପ୍ରତ୍ୟକ୍ଷଦର୍ଶୀ ଭାବରେ ଏହି ସାକ୍ଷ୍ୟ ଦେଉଛି ଯେ ମିର୍ଜା ଗୁଲାମ ଅହମଦ ସାହେବ ଯୁବା ବୟସରେ ଅତ୍ୟନ୍ତ ପୁଣ୍ୟବାନ ଧର୍ମପରାୟଣ ବ୍ୟକ୍ତି ଥିଲେ। ବ୍ୟବସାୟ ଓ ଚାକିରି ସମୟ ପରେ ତାଙ୍କର ସମସ୍ତ ସମୟ ଧାର୍ମିକ ପୁସ୍ତକ ଅଧ୍ୟୟନ କରିବାରେ ଅତିବାହିତ ହେଉଥିଲା ଓ ଲୋକମାନଙ୍କୁ ଖୁବ୍ କମ୍ ସମୟ ଦେଉଥିଲେ, ତାଙ୍କ ସହିତ ଭେଟୁଥିଲେ, ସାକ୍ଷାତ କରୁଥିଲେ। ଏକଦା ହଜରତ ଶେଖ ୟାକୁବ ଅଲି ସାହେବ ଇରଫାନି ରଜିୟତାଲା ସିଆଲକୋଟ ଠାରେ ସୈୟଦ ମୀର ହସନ ସାହେବଙ୍କୁ ଭେଟିଲେ। ତେବେ ସେ ଲୋତକପୂର୍ଣ୍ଣ ଅବସ୍ଥାରେ କହିଲେ, ବଡ଼ ଦୁଃଖ ଓ ପରିତାପର ବିଷୟ ଯେ ଆମେମାନେ ତାହାଙ୍କ ମହତ୍ଵ ଓ ମୂଲ୍ୟକୁ ବୁଝିପାରିଲୁ ନାହିଁ। ତାଙ୍କର ଆଧ୍ୟାତ୍ମିକ ଚମତ୍କାରକୁ କେହି ବର୍ଣ୍ଣନା କରିପାରିବେ ନାହିଁ। ତାଙ୍କର ଜୀବନ ସାଧାରଣ ମନୁଷ୍ୟ ପରି ନୁହେଁ, ବରଂ ସେ ସେହି ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ ଈଶ୍ୱରଙ୍କ ବିଶେଷ ଭକ୍ତମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯିଏ ସଂସାରକୁ କେବେ ହିଁ ଆସିଥାନ୍ତି। ସେହିପରି ଆଉ ଏକ ଘଟଣା ଉଲ୍ଲେଖ ରହିଛି। ସେହି ଘଟଣାଟି ହେଉଛି ଏକ ନିପଟ ମଫସଲ ବ୍ୟକ୍ତିର ଘଟଣା ଯେ କିପରି ସେ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ଜ୍ୟୋତିକୁ ଚିହ୍ନି ନେଇଥିଲେ। ଏହି ଜ୍ୟୋତି ଆଲ୍ଲାହ ତାଆଲାଙ୍କ ସହିତ ପ୍ରେମକାରୀମାନଙ୍କ ଓ ଈଶ୍ୱରଙ୍କ ଦ୍ୱାରା ମନୋନୀତ ମୁଖମଣ୍ଡଳରୁ ହିଁ ପ୍ରକାଶିତ ହୋଇଥାଏ। ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ଉଲ୍ଲେଖ କରିଛନ୍ତି, ଏକଦା ହଜରତ ମସିହ ମଉଦ ଆଲୈହିସ୍ସଲାମ ଆମ ମାତାଶ୍ରୀଙ୍କୁ କହିଲେ, ମୋତେ ମକଦମା ପାଇଁ ଡେଲହାଉସି ଯିବାକୁ ପଡ଼ୁଥିଲା। ବାଟରେ ବର୍ଷା ଆସିଲା। ମୋର ସାଥୀ ଜଣକ ଏକାରୁ ଅର୍ଥାତ୍ ଘୋଡ଼ାଗାଡ଼ିରୁ ଓହ୍ଲାଇ ଆସିଲେ ଓ ପର୍ବତ ମଧ୍ୟରେ ଥିବା ଏକ ବାସଭବନ ଆଡ଼କୁ ଗଲେ। ସେହି ବାସଭବନଟି ରାସ୍ତା କଡ଼ରେ ଅବସ୍ଥିତ ଥିଲା। ମୋର ସାଥୀ ଜଣକ ଆଗକୁ ଅଗ୍ରସର ହୋଇ ଘର ମାଲିକ ଠାରୁ ଭିତରକୁ ଆସିବା ନିମନ୍ତେ ଅନୁମତି ଲୋଡ଼ିଲେ, କିନ୍ତୁ ଘର ମାଲିକ ଜଣକ ତାଙ୍କୁ ଭିତରକୁ ଆସିବାକୁ ମନା କରିଦେଲା, କାରଣ ତାହା ଏକ ଛୋଟିଆ ଗୃହ ଥିଲା। ତେବେ ସେହି କଥାକୁ କେନ୍ଦ୍ର କରି ଘର ମାଲିକ ଓ ମୋ ସାଥୀଙ୍କ ମଧ୍ୟରେ ବଚସା ହେଲା। କଥା ଆଗକୁ ବଢ଼ିଲା। ଘର ମାଲିକ ଜଣକ ଆମ ସାଥୀକୁ ଗାଳିଗୁଲଚ କରିବାକୁ ଲାଗିଲେ। ଯେତେବେଳେ ଆମର ସାଥୀ ଜଣକ ସେହି ଘର ମାଲିକ ଭିତରକୁ ଆସିବା ନିମନ୍ତେ ଅନୁମତି ଲୋଡ଼ିଲେ, ସେତେବେଳେ ସେ ମନା କରିଦେଲେ ଓ କହିଲେ, ମୁଁ ତୁମକୁ ଭିତରକୁ ଆସିବାକୁ ଦେବି ନାହିଁ। ହଜରତ ମସିହ ମଉଦ ଆଲୈହିସ୍ସଲାମ କହିଲେ, ମୁଁ ଏହି ବଚସାକୁ ଶୁଣି ଆଗକୁ ଅଗ୍ରସର ହେଲି। ମୁଁ ଯେମିତି ଘର ମାଲିକକୁ ଦେଖିଲି ଓ ମୋର ଆଖି ତା ଉପରେ ପଡ଼ିଲା, ସେତେବେଳେ ତା ମୁଣ୍ଡ ତଳକୁ ନଇଁଗଲା। ସେ କହିଲା, ମହୋଦୟ, ପ୍ରକୃତ କଥା ଏହିକି ଯେ ମୋର ଏକ କନ୍ୟା ଅଛନ୍ତି, ଯୁବତୀ ଅଛନ୍ତି। ସେଥିପାଇଁ ମୁଁ ଅଜ୍ଞାତ ଓ ଅପରିଚିତ ଲୋକମାନଙ୍କୁ ଘର ଭିତରକୁ ଆସିବାକୁ ବାରଣ କରୁଥିଲି, କିନ୍ତୁ ଆପଣ ନିସଂକୋଚ ଭାବରେ ଭିତରକୁ ଆସନ୍ତୁ। ଏଥିରେ ହଜରତ ମସିହ ମଉଦ ଆଲୈହିସ୍ସଲାମ କହୁଥିଲେ ଯେ ଘର ମାଲିକ ଜଣକ ଅପରିଚିତ ଅଚିହ୍ନା ବ୍ୟକ୍ତି ଥିଲା, ଆମକୁ ଜାଣିନଥିଲା ନା ଆମକୁ
ଚିହ୍ନିଥିଲେ ତଥାପି ସେ ଆମକୁ ନିଜ ଘରେ ସ୍ଥାନ ଦେଇଥିଲେ। ତେବେ ତାହା କେବଳ ହଜରତ ମସିହ ମଉଦ ସଲାତୁସଲାମଙ୍କୁ ଦେଖିବା ପରେ ତା'ର ଏଭଳି ପ୍ରତିକ୍ରିୟା ଓ ପରିବର୍ତ୍ତନ ତା କଥା ଭାଷାରେ ଆସିଥିଲା। ଅତଏବ ଏହା ସେହି ଶିଷ୍ଟତା ଓ ଉପାସନାର ନିଦର୍ଶନ ଯାହା ହୁଜୁର ଆଲାଇହିସଲାମଙ୍କ ମୁଖମଣ୍ଡଳରେ ଦୃଶ୍ୟମାନ ହେଉଥିଲା, ବିଦ୍ୟମାନ ରହିଥିଲା। ହଜରତ ମସିହ ମଉଦ ସଲାତୁସଲାମଙ୍କୁ ସେ କହିଲା, ଆଜ୍ଞା ଆପଣ ଭିତରକୁ ଆସନ୍ତୁ। ହୁଜୁର ଆଲାଇହିସଲାମ କହିଲେ, ଈଶ୍ୱରଙ୍କ ଅସ୍ତିତ୍ୱ ସର୍ବଦା ଆପଣଙ୍କ ଦୃଷ୍ଟି ସମ୍ମୁଖରେ ରହିଥାଉ। ଯେକୌଣସି କାର୍ଯ୍ୟ ଓ ବ୍ୟସ୍ତବହୁଳତା ହୁଜୁର ଆଲାଇହିସଲାମଙ୍କୁ ଈଶ୍ୱର ଚର୍ଚ୍ଚା କରିବାରୁ ଦୂରେଇ ନ ଦେଉ। ମକଦ୍ଦମାମାନଙ୍କରେ ମଧ୍ୟ ଯେତେବେଳେ କୌଣସି ବ୍ୟକ୍ତିର ନାଁ ଡକାଯାଉଥିଲା, ଅଦାଲତରେ ମକଦ୍ଦମା ଚାଲିଥିବା ଅବଧିରେ, ସେତେବେଳେ ସେ ସଙ୍ଗେ ସଙ୍ଗେ ହାଜର ହୋଇଯାଉଥିଲା। କିନ୍ତୁ ଯଦି ନମାଜର ସମୟ ରହିଥାଏ ତେବେ ହୁଜୁର ଆଲାଇହିସଲାମ ନିଶ୍ଚିତ ରୂପେ କଚେରୀ ଛାଡ଼ି ନମାଜ ପାଠ କରିବାକୁ ଚାଲି ଯାଉଥିଲେ। ତେଣିକି ତାଙ୍କ ନାମ ଡକରା ଯାଉନା କାହିଁକି, ହୁଜୁର ନମାଜରେ ହିଁ ନିମଜ୍ଜିତ ରହୁଥିଲେ ଓ ନମାଜ ସାରିବା ପରେ ହାଜର ହେଉଥିଲେ। ଏ ହେଉଛି ପ୍ରକୃତ ପ୍ରସଙ୍ଗ ଯାହାକୁ ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ଉଚିତ, କାରଣ ନମାଜ ସମୟରେ ନମାଜକୁ ପ୍ରାଧାନ୍ୟ ଦେବା ଉଚିତ। ଏହା ହେଉଛି ସେହି ଆଦର୍ଶ ଯାହାକି ବିଶ୍ୱାସକାରୀ ନିକଟରେ ବିଦ୍ୟମାନ ରହିବା ଉଚିତ। ହଜରତ ୟାକୁବ ଅଲି ସାହେବ ଇରଫାନି ଅତ୍ୟନ୍ତ ସୁନ୍ଦର ଢଙ୍ଗରେ ହୁଜୁର ଆଲାଇହିସଲାମଙ୍କର ଏହି ଅବସ୍ଥାକୁ ବର୍ଣ୍ଣନା କରିଛନ୍ତି। ସେ ଉଲ୍ଲେଖ କରନ୍ତି, ମକଦ୍ଦମାର ଏହି ପରମ୍ପରା ଅତ୍ୟନ୍ତ ଦୀର୍ଘ ଥିଲା। ମୁଖ୍ୟ ନ୍ୟାୟାଳୟ ପର୍ଯ୍ୟନ୍ତ କେବଳ ମକଦ୍ଦମାର ହୁଜୁର ଆଲାଇହିସଲାମଙ୍କୁ ଅନୁସରଣ କରିବାକୁ ପଡ଼ୁଥିଲା। ମୁଁ ଏହି ଜୀବନୀକୁ ପାଠ କରୁଥିବା ଲୋକମାନଙ୍କୁ ହଜରତ ମସିହ ମଉଦ ସଲାତୁସଲାମଙ୍କ ଜୀବନର କେତେକ ପକ୍ଷ ସହିତ ଅବଗତ କରାଇ ଦେବାକୁ ଚାହେଁ। ଯେଉଁ ଲୋକମାନଙ୍କୁ ହୁଜୁର ଆଲାଇହିସଲାମଙ୍କ କଥା ଶୁଣିବାକୁ ସୁଯୋଗ ମିଳିଛି କିମ୍ବା ଯେଉଁ ଲୋକମାନେ ହୁଜୁର ଆଲାଇହିସଲାମଙ୍କ ପ୍ରକାଶିତ ଭାଷଣକୁ ପାଠ କରିଛନ୍ତି, ସେମାନେ ଜାଣନ୍ତି ହଜରତ ମିର୍ଜା ସାହେବ ଦସ୍ତେ ବକାର ୱର୍ଦିଲ बर यार ଅର୍ଥାତ୍ ହାତ କାର୍ଯ୍ୟରେ ବ୍ୟସ୍ତ ରହିଛି ଓ ମନ ଈଶ୍ୱରଙ୍କ ସ୍ମୃତିଚାରଣରେ ବ୍ୟସ୍ତ ରହିଛି। ହୁଜୁର ଆଲାଇହିସଲାମଙ୍କର ଏହା ନିର୍ଦ୍ଦେଶ ମଧ୍ୟ ଥିଲା ଯେ ମକଦ୍ଦମାରେ ଉଭୟ ପକ୍ଷକୁ ସାଧାରଣ ରୂପେ ଏହା ଦେଖିବାକୁ ମିଳିଥାଏ ଯେ ଦାବିକର୍ତ୍ତା ଓ ପ୍ରତିପକ୍ଷ ଏକ ବ୍ୟାକୁଳତା ଅବସ୍ଥାରେ ଗ୍ରସିତ ଥାନ୍ତି। କିନ୍ତୁ ହୁଜୁର ଆଲାଇହିସଲାମ ନ୍ୟାୟାଳୟରେ ମଧ୍ୟ ସର୍ବଦା ସାମାନ୍ୟ ଅବସ୍ଥାରେ ଓ ଆଶ୍ୱସ୍ତକର ଅବସ୍ଥାରେ ରହୁଥିଲେ। ତାଙ୍କ ମୁଖମଣ୍ଡଳରୁ କଦାପି ବିବ୍ରତା ପ୍ରକଟିତ ହେଉନଥିଲା, ବିଚଳିତ ହେଉନଥିଲେ। ଯେଉଁଠି ଏହି ମକଦ୍ଦମାର ଅନୁକରଣ କେବଳ ପିତାଶ୍ରୀଙ୍କ ଆଜ୍ଞା ପାଳନ ଓ କର୍ତ୍ତବ୍ୟ ନିର୍ବାହ ନିମନ୍ତେ ଉଦ୍ଦିଷ୍ଟ ଥିଲା, ଅର୍ଥାତ୍ ହୁଜୁର ଆଲାଇହିସଲାମ ନିଜ ପିତାଙ୍କ ଆଦେଶ କ୍ରମେ ମକଦ୍ଦମା ପାଇଁ ଅଦାଲତକୁ ଯାଉଥିଲେ, ସେତେବେଳେ ହୁଜୁର ଫର୍ଜ ନମାଜରୁ କେବେ ଅବିଚେତନ ରହୁନଥିଲେ। ନମାଜ ପାଠ କରିବା ପ୍ରତି, ନମାଜର ସମୟ ପ୍ରତି ସର୍ବଦା ତତ୍ପର ରହୁଥିଲେ। ତାହା ଆପଣଙ୍କ ଧ୍ୟାନରେ ରହୁଥିଲା ଓ ଯଦି ନମାଜ ସମୟ ହୋଇଯାଉଥିଲା ସେତେବେଳେ ଠିକ୍ କଚେରୀରେ ମଧ୍ୟ ହୁଜୁର ନମାଜ ପାଠ କରିବା ପାଇଁ ଛିଡ଼ା ହୋଇଯାଉଥିଲେ ଆଉ ମକଦ୍ଦମାର ଡକରାକୁ ଭ୍ରୂକ୍ଷେପ କରୁନଥିଲେ। ହୁଜୁର ଆଲାଇହିସଲାମଙ୍କୁ ସୂର୍ଯ୍ୟୋଦୟ ରାତ୍ରରେ ଆକାଶରେ ଚକଚକ୍ କରୁଥିବା ତାରକାମଣ୍ଡଳୀ, ପର୍ବତର ଝରଣା, ହ୍ରଦ, ଉଚ୍ଚ ପର୍ବତ, କୃଷିକ୍ଷେତ୍ର, ପକ୍ଷୀମାନଙ୍କର ରାବ, ବିଜୁଳି, ଘଡ଼ଘଡ଼ି ଶବ୍ଦରେ କେବଳ ଗୋଟିଏ ଅସ୍ତିତ୍ୱ ଉପରେ ହିଁ ଏକାଗ୍ରତାର ଝଲକ ଦୃଶ୍ୟମାନ ହେଉଥିଲା, ଅର୍ଥାତ୍ ଆଲ୍ଲାହ ତାଆଲାଙ୍କର ଝଲକ। ଆପଣ ଚନ୍ଦ୍ରକୁ ଦେଖି ଆଶ୍ଚର୍ଯ୍ୟଚକିତ ଯଦି ହେଉଥିଲେ, ତେବେ ତହିଁରେ ମଧ୍ୟ ନିଜର ପ୍ରିୟତମ ଅର୍ଥାତ୍ ଈଶ୍ୱରଙ୍କ ଲକ୍ଷଣକୁ ଦେଖୁଥିଲେ। ନିଜ ସୃଷ୍ଟିକର୍ତ୍ତାଙ୍କ ନିଦର୍ଶନ ତହିଁରେ ଦେଖୁଥିଲେ। ପ୍ରତ୍ୟେକ ସୁନ୍ଦର ଚକ୍ଷୁ ତାହାଙ୍କୁ ଅର୍ଥାତ୍ ଈଶ୍ୱରଙ୍କୁ ହିଁ ଦେଖାଉଥିଲେ।
प्रत्येक कुंचित केशर हस्त सही एकेश्वर आड़कू इंगित करुथिला। प्रत्येक उद्यानर पुष्प, प्रत्येक सुगंधित सुवासित पुष्प हजूर अलैहिस्सलाम को ईश्वरंक आड़कू ही आकर्षित करुथिला। याकूब अली साहेब इरफानी रजियल्लाहु कहती सत कथा यही कि जे हुजूर अलैहिस्सलाम मकदमा निमंते जाउथिले सत, किंतु वास्तव रे से यात्रा रे मध्य अर्थात संपूर्ण यात्रा रे मध्य ईश्वर नाम जप करिबा ओ गुणगान करिबारे समय व्यतीत करुथिले। जेपरिक मु डेल हाउसी यात्रार घटना पूर्वे वर्णना करी सारिली करी आसीछि, सेठारे मध्य हुजूर अलैहिस्सलाम को एही विषय रे निमज्जित थिबार देखिथिली। हुजूर सर्वदा निज पालनकर्तांक प्रसन्नता और तांकर प्रीतिभाजन लाभ करिबा पाई उद्यमरत रहुथिले। हजरत मिर्जा बशीर अहमद साहेब रजियल्लाहु कहती आम माताश्री कहिले एकदा हजरत मसीह मौद अलैहिस्सलातु वस्सलाम मते कहिले अल्लाह तालांक तरफरु मते सूचना मिलिछि सुबहानल्लाहि बिहम्दिहि सुबहानल्लाहिल अजीम को बहुल रूपे आवृत्ति करिबा उचित। माताश्री कहती सेथिपाई हुजूर बहुल रूपे उपरोक्त दुआ को पाठ करुथिले, सही उक्ति को आवृत्ति करुथिले और सर्वदा आपणक मुखरु ताहा ही निसृत हेउथिला। हजरत मौलवी शेर अली साहेब वर्णना करती मु मध्य देखिछि हजरत मसीह मौद अलैहिस्सलातु वस्सलाम बहुल रूपे सुबहानल्लाह पाठ करुथिले। हजरत मिर्जा बशीर अहमद साहेब रजियल्लाहु मध्य निजर प्रत्यक्ष दर्शन वर्णना करिछंती जे मु हजरत मसीह मौद अलैहिस्सलातु वस्सलाम को सुबहानल्लाह पाठ करुथिबार शुणिछि। हुजूर खूब धीर स्वर रे ओ अत्यंत शांत अवस्था यही उक्तिर पुनरावृत्ति करुथिले। हजरत मिर्जा बशीर अहमद साहेब रजियल्लाहु वर्णना करती मते पीर सिराजुल हक नुमानी साहेब कहिले हजरत साहेब अलैहिस्सलाम अर्थात हजरत मसीह मौद अलैहिस्सलातु वस्सलाम शोइबा अवस्था एपरि थिला जे आपण किछि समय व्यवधान रे चेई उठुथिले ओ तुंडरू धीरे धीरे सुबहानल्लाह पाठ करिबाकु लागुथिले। पुनश्च हुजूर अलैहिस्सलाम सोई पड़ुथिले। हजरत शेख याकूब अली साहेब इरफानी रजियल्लाहु वर्णना करती हजरत मसीह मौद अलैहिस्सलातु वस्सलाम निजर प्रिय मुनिब हजरत मोहम्मद मुस्तफा सल्लल्लाहु अलैहि वसल्लम को पंथा अपनाई थिले। तांकर आज्ञा पालन करिबा रे ओ एकांतवास रे बहुत समय व्यतीत करुथिले ओ कौनसी प्रसंग हेउना कहीं बाहर को आसु नथिले। निर्जन निरला परिवेश को हुजूर पसंद करुथिले कारण तहिरे ईश्वरंकर गुणगान करिबा जप करिबारे हुजूर निमज्जित रहुथिले, सेथिरे तांकु आनंद लाभ हेउथिला। एहिपरि हुजूर अलैहिस्सलाम उल्लेख करती जे आम पिताश्री सही दिन मानंकरे बिराइल एन अर्थात मु देखुछि ओ निजर बुद्धि ओ चक्षु ओ चिंता जनित बृहत चक्षु द्वारा अवलोकन करुछि जे समस्त देश मानंकरे ओ सहर मानंकरे प्रत्येक वर्ष कौनसी ना कौनसी रोगर प्रादुर्भाव हेब, लोक माने ताहार शिकार हेबे, मर्मन्तुद दुर्घटना घटिब, प्रलयर शोकाकुल परिवेश सृष्टि हेब। एही परिस्थिति को देखी मो हृदय संसार ठारू शिथिल पड़ जाउछि, मुखमंडल एही भय रे हलदिया पड़ जाउछि। आजिकाली मध्य संसार जो परिस्थिति रही ताहा ठीक से ही परी मने हेउछि जहाँकि जार नक्शा हजरत मसीह मौद अलैहिस्सलातु वस्सलाम अंकन करिछंती। तेबे हजरत मसीह मौद अलैहिस्सलातु वस्सलाम कर सही दुईटी पंक्ति यही परी थिला जे मन कुन तकिया बर उम्रे ना पायदार मबाश यमीन ऐमन अजबाजे रोजगार। अर्थात मनुष्यर बयस अति स्वल्प, यही स्वल्प आयुष उपरे भरोसा करने अनुचित। यही भाग्य लेखा को स्वीकार करी सेथिरे सुरक्षित रहिबार मन करिबा
ଠିକ୍ ନୁହେଁ। ଆମେମାନେ ସଂସାରର ଜଞ୍ଜାଳରେ ପଡ଼ି ରହିଛେ, ତେଣୁ ଆମମାନଙ୍କୁ ନିଶ୍ଚିନ୍ତ ହୋଇଯିବାର ଉଚିତ ନୁହେଁ। ନା ସେହିପରି ଆଉ ଦୁଇଟି ପଙ୍କ୍ତି, ଏହିପରି ହଜରତ ମସିହ ମଉଦ୍ ସଲାତୁସଲାମଙ୍କର ଆଉ ଦୁଇଟି ପଙ୍କ୍ତି ରହିଛି, ଯହିଁରେ ହୁଜୁର ଆଲାଇହିସଲାମ କୁହନ୍ତି, ଏହି ନୀଚ ମିଛ ମୋହମାୟା ସଂସାରରେ ମୋହରେ ପଡ଼ ନାହିଁ, କାରଣ ନିର୍ଦ୍ଦିଷ୍ଟ ସମୟ ଅର୍ଥାତ୍ ଅନ୍ତିମ ସମୟ ହଠାତ୍ ଆସି ପହଞ୍ଚିଯିବ। ମୁଁ ଚାହୁଁଛି ଯେ ମୁଁ ଅବଶିଷ୍ଟ ଜୀବନ ଏକୋଟିଆ ହିଁ ଅତିବାହିତ କରେ। ଲୋକମାନଙ୍କର ସାହଚର୍ଯ୍ୟତାରୁ ନିଜକୁ ପୃଥକ ରଖି ଆଲ୍ଲାହ ତାଆଲାଙ୍କ ସ୍ମୃତିରେ ନିମଜ୍ଜିତ ହୋଇଯାଏ, ଯଦ୍ୱାରା କି ମୋର ପାପ, ମୋର ଦୋଷ ତ୍ରୁଟି ଯାହାକି ମୋ ଦ୍ୱାରା ସମ୍ପାଦିତ ହୋଇଯାଇଛି, ତାହାର ମୁଁ ପ୍ରାୟଶ୍ଚିତ କରିନିଏ। ଏହି ପତ୍ରରୁ ଜ୍ଞାତ ହେଉଛି ଯେ ହଜରତ ମସିହ ମଉଦ୍ ସଲାତୁସଲାମ କୌଣସି ଖ୍ୟାତି, ପ୍ରସିଦ୍ଧି ଓ କୌଣସି ମର୍ଯ୍ୟାଦାର ଅଭିଳାଷୀ ନଥିଲେ। କେବଳ ଈଶ୍ୱରଙ୍କର ଗୁଣଗାନ କରିବା, ତାଙ୍କ ଠାରେ ବିଲୀନ ହୋଇଯିବାକୁ ସେ ପସନ୍ଦ କରୁଥିଲେ। ଆଲ୍ଲାହ ତାଆଲା ଯଦି, ହୁଜୁର ଆଲାଇହିସଲାମ କୁହନ୍ତି, ଆଲ୍ଲାହ ତାଆଲା ଯଦି ମୋତେ ଚୟନ କରିବାର ସ୍ୱାଧୀନତା ପ୍ରଦାନ କରନ୍ତି ଯେ ତୁମେ ଭକ୍ତ, ହେ ଭକ୍ତ, ତୁମେ ଏକାନ୍ତବାସ ଏବଂ ଭିଡ଼ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ, ତେବେ ମୁଁ ସେହି ପରମ ସତ୍ତାଙ୍କ ଶପଥ କରି କହୁଛି ଯେ ମୁଁ ଏକାନ୍ତବାସକୁ ପସନ୍ଦ କରିବି। ମୁଁ ପ୍ରାୟ ଦୀର୍ଘ 25 ବର୍ଷ କାଳ ଏକାନ୍ତବାସରେ ରହିଛି। ମୁଁ କେବେ ବି ମୁହୂର୍ତ୍ତକ ପାଇଁ ମଧ୍ୟ ଏହା ଚାହିଁ ନାହିଁ ଯେ ଲୋକମାନେ ମୋତେ ଜାଣନ୍ତୁ, ମୋର ପ୍ରସିଦ୍ଧି ଲାଭ ହେଉ, ଲୋକମାନଙ୍କ ଗହଣରେ ମୋର ନାମ ବିଖ୍ୟାତ ହେଉ, କିନ୍ତୁ ସେହି ଈଶ୍ୱରଙ୍କ ଆଦେଶ କ୍ରମେ ମୋତେ ବାଧ୍ୟ ହୋଇ ଲୋକମାନଙ୍କ ଗହଣକୁ ଆସିବାକୁ ପଡ଼ିଲା। ଏହିପରି ଭାବରେ ହୁଜୁର ଆଲାଇହିସଲାମ ନିଜର ପିତାଶ୍ରୀଙ୍କୁ ପତ୍ର ଲେଖି ସବୁକିଛି ପରିତ୍ୟାଗ କରିଦେଇଥିଲେ, ଅର୍ଥାତ୍ ଏକ ପ୍ରକାରର ରାଜକୁମାରତ୍ୱକୁ ଆପଣ ପରିତ୍ୟାଗ କରିଦେଇଥିଲେ। ହୁଜୁର ଆଲାଇହିସଲାମଙ୍କ ପିତାଶ୍ରୀଙ୍କ ସମ୍ପତ୍ତିରେ 7 ଗୋଟି ଗ୍ରାମ ରହିଥିଲା, କିନ୍ତୁ ଈଶ୍ୱର ପ୍ରେମ ସକାଶେ ହୁଜୁର ଆଲାଇହିସଲାମ ସେ ସବୁକୁ ପରିତ୍ୟାଗ କରିଦେଇଥିଲେ, ସେଥିପ୍ରତି ଅନାସକ୍ତ ଥିଲେ। ମିଆଁ ମୁସା ଖାନ୍ ସାହେବ ବର୍ଣ୍ଣନା କରନ୍ତି ଯେ ମୁଁ ଏକଦା କାଦିଆନ ଗଲି, ତେବେ ସେଠାରେ ଜଣେ ଅଣମୁସଲମାନ ବ୍ୟକ୍ତି ଥିଲା। ସେ ହଜରତ ମସିହ ମଉଦ୍ ସଲାତୁସଲାମଙ୍କ ସେବାରେ ଉପସ୍ଥିତ ହୋଇ କହିଲା, ହୁଜୁର, ମୋତେ ଅନୁମତି ଦିଅନ୍ତୁ ଯେ ଫସଲ ବଣ୍ଟନ ନିମନ୍ତେ ଯେଉଁ ପ୍ରସ୍ତୁତ ରହିଛି ତାହାକୁ, ମାନେ ଯେଉଁ ଉତ୍ପାଦିତ ଶସ୍ୟ ରହିଛି ତାହାକୁ ମୁଁ ବାଣ୍ଟି ଆସେ। ହୁଜୁର ଆଲାଇହିସଲାମ କହିଲେ, ଆଚ୍ଛା, କେତେ ଫସଲ ହୋଇଛି? ସେ ଉତ୍ତର ଦେଲା, ହୁଜୁର, ଅତ୍ୟଧିକ ଫସଲ ହୋଇଛି। ହୁଜୁର ଆଲାଇହିସଲାମ କହିଲେ, ମୁଁ ତ ଅନେକ ଗାଁ ଛାଡ଼ି ଈଶ୍ୱରଙ୍କ ଶରଣାପନ୍ନ ହୋଇଛି, ଆପଣ ଆଉ କିଛି ଦିନ ଏଠାରେ ରୁହନ୍ତୁ। ଅର୍ଥାତ୍ ତାଙ୍କୁ ଯିବା ପାଇଁ ସେ ଯେଉଁ ଅନୁମତି ମାଗୁଥିଲେ ତାଙ୍କୁ ହୁଜୁର ମନା କରିଦେଲେ। ସାଂସାରିକତାରେ ଏଭଳି ନିମଜ୍ଜିତ ହେବାକୁ ହୁଜୁର ପସନ୍ଦ ନ କରୁଥିବାର ଏହା ଏକ ପ୍ରମାଣ। ସେ ଯାହା ହେଉ, ସେହି ନବଦୀକ୍ଷିତଙ୍କ ସଂସ୍କାର ନିମନ୍ତେ ହୁଜୁର ଆଲାଇହିସଲାମ ତାଙ୍କୁ ଏପରି ପରାମର୍ଶ ଦେଇଥିଲେ ଯେ ହୁଜୁର ଆଲାଇହିସଲାମଙ୍କ ସାହଚର୍ଯ୍ୟତା ଦ୍ୱାରା ସେ ଅଧିକ ଉପକୃତ ହୋଇପାରିବେ। କିଛି ଦିନ ଅଧିକ ହୁଜୁର ଆଲାଇହିସଲାମଙ୍କ ସଙ୍ଗତରେ ରହିଲେ ତାଙ୍କର ଆଧ୍ୟାତ୍ମିକତାରେ ଉନ୍ନତି ଲାଭ ହେବ, ସେଥିପାଇଁ ହୁଜୁର ତାଙ୍କୁ ଏଭଳି ଆଦେଶ ଦେଇଥିଲେ। ତେବେ ଆଲ୍ଲାହ ତାଆଲା ଏହି ରମଜାନ ମାସରେ ଆମମାନଙ୍କୁ ପ୍ରକୃତ ଉପାସନା କରିବା ଓ ଉପାସନାର ପ୍ରକୃତ କର୍ତ୍ତବ୍ୟ ନିର୍ବାହ କରିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଆଲ୍ଲାହ ତାଆଲା ଆମମାନଙ୍କୁ ନିଜର ପ୍ରେମରେ ଆମମାନଙ୍କୁ ଉନ୍ନତି ପ୍ରଦାନ କରନ୍ତୁ, କାରଣ ଆମେମାନେ ଅଧିକରୁ ଅଧିକ ରମଜାନ ମାସର କଲ୍ୟାଣରୁ ଯେପରି ଉପକୃତ ହୋଇପାରିବା, ରମଜାନ ମାସ ପରେ ମଧ୍ୟ ସେହି ପ୍ରଭାବ ଆମମାନଙ୍କ ମଧ୍ୟରେ ଉଜ୍ଜୀବିତ ରହୁ। ଆଲ୍ଲାହ ତାଆଲା ଆମମାନଙ୍କୁ ଏପରି ଗଢ଼ନ୍ତୁ ଯେପରି ଜଣେ ପ୍ରକୃତ ବିଶ୍ୱାସକାରୀ ଓ ପ୍ରକୃତ ମୁସଲମାନ ବ୍ୟକ୍ତିର ଆଦର୍ଶ ହୋଇଥାଏ। ଏହି ଦିନମାନଙ୍କରେ ସମସ୍ୟାଗ୍ରସ୍ତ, ମିଛ ମକଦ୍ଦମାରେ ଗିରଫ ହୋଇଥିବା ଅହମଦୀମାନଙ୍କ ନିମନ୍ତେ ମଧ୍ୟ ଦୁଆ କରିବେ। ଅହମଦୀ ଭାଇମାନଙ୍କ ନିମନ୍ତେ ଆଲ୍ଲାହ ତାଆଲା ସହଜ ଓ ସରଳ ମାର୍ଗ ଉନ୍ମୁକ୍ତ କରିଦିଅନ୍ତୁ। ମୁସଲମାନମାନଙ୍କ ସକାଶେ ନିଜ ଦୁଆରେ ମନେ ରଖିବେ, ସଂସାରର ବିନାଶରୁ ବିଶ୍ୱ ଯେଉଁ ଧ୍ୱଂସାଭିମୁଖୀ ଆଡ଼କୁ
ମାଡ଼ି ଚାଲିଛି ସେଥିରୁ ଆଲ୍ଲାହ ତାଆଲା ସଂସାରକୁ ରକ୍ଷା କରନ୍ତୁ, ଉଦ୍ଧାର କରନ୍ତୁ। ଆଲ୍ଲାହ ତାଆଲା ନିରୀହମାନଙ୍କୁ ଉପଦ୍ରବୀ ଓ ଅତ୍ୟାଚାରୀମାନଙ୍କ ଉପଦ୍ରବରୁ ରକ୍ଷା କରନ୍ତୁ। ଯୁଦ୍ଧ ଓ ବିନାଶ ଭଳି ଯେଉଁ ବର୍ବର କାଣ୍ଡ ମନୁଷ୍ୟ ଭିଆଉଛି ସେଥିରୁ ଆଲ୍ଲାହ ତାଆଲା ନିରୀହ ଲୋକମାନଙ୍କୁ ସର୍ବଦା ରକ୍ଷା କରନ୍ତୁ ଓ ଅତ୍ୟାଚାରୀମାନଙ୍କର ଧରପକଡ଼ କରନ୍ତୁ। الحمد لله نحمده ونستعينه ونستغفره ونؤمن به ونتوكل عليه ونعوذ بالله من شرور أنفسنا ومن سيئات أعمالنا من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر.